ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣଙ୍କର ଏ ଯେଉଁ ଆମର ଏ ଯେଉଁ ବୈଶ୍ୟ ସଦାଶିବ ରଚିତ ସମ୍ପୂର୍ଣ୍ଣ ରାମାୟଣର ଯେଉଁ ରାମ ନାଟକ ପରିଚାଳିତ ହେଉଛି ଡେରାବିଶ ମାଟିରେ ଦୀର୍ଘ 52 ବର୍ଷ ଧରି ଏହି କାର୍ଯ୍ୟକ୍ରମ ଏଇଠାରେ ଚାଲି ରହିଛି। ଓଡ଼ିଶାର ଅନେକ ଜାଗାରେ ରାମଲୀଳା ପରିଷଦ ରାମନାଟ୍ୟ ପରିବେଷଣ କରୁଛନ୍ତି, କିନ୍ତୁ ଡେରାବିଶର ରାମନାଟ୍ୟ ପରିଷଦ ଅନନ୍ୟ। ଏହା ଜାଣିଲା ପରେ ସୁଦୂର କଟକରୁ ଏଭଳି ଏକ ପରିବାର ଆମ ଗହଣରେ ଆସି ପହଞ୍ଚିଛି, ଯାହା ଯୋଡ଼ି ହେବା ପାଇଁ ଚାହୁଁଛି, ଯିଏକି ସବୁବେଳେ କଳା ସଂସ୍କୃତିକୁ ବଞ୍ଚାଇବାକୁ ଦୀର୍ଘ 18 ବର୍ଷ ହେଲା ପ୍ରୟାସ ଜାରି ରଖିଛି। ପ୍ରତିବର୍ଷ ସେ ମଧ୍ୟ ଅନେକ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଛି ସାରା ଓଡ଼ିଶା ବୁଲି ବୁଲି। ତାଙ୍କ ନାଁ କହିବା ପୂର୍ବରୁ ଆପଣଙ୍କ ଠାରୁ ଗୋଟେ ମିଠା କରତାଳି ଆପଣଙ୍କର ହୃଦୟରୁ ଆଶା କରିବି, ଜୋରଦାର କରତାଳି ଚାହିଁବି। ଏହି କରତାଳି ସହିତ ମଞ୍ଚକୁ ନିମନ୍ତ୍ରଣ କରିବି, ମଞ୍ଚକୁ ଆମନ୍ତ୍ରଣ କରିବି ସମର୍ପଣ ପରିବାରର ଯିଏ ମୁଖ୍ୟ ଉପଦେଷ୍ଟା ଅଛନ୍ତି ଶ୍ରୀଯୁକ୍ତ ତ୍ରିଲୋଚନ ନାୟକ ମହୋଦୟଙ୍କୁ ଗୋଟେ ଜୋରଦାର କରତାଳି ଦେବେ। ସୁଦୂର କଟକରୁ ଆସିଛନ୍ତି, ଯେ ଲୋକ କଳାକୁ ଉଜ୍ଜୀବିତ ରଖିଛନ୍ତି ଶ୍ରୀଯୁକ୍ତ ତ୍ରିଲୋଚନ ନାୟକ ମହୋଦୟ, ଯିଏକି ମୁଖ୍ୟ ଉପଦେଷ୍ଟା ଅଛନ୍ତି। କରତାଳି ଦିଅନ୍ତୁ। ଡେରାବିଶ ଆସିଲେ ଗୋଟେ କଳାକାର କରତାଳି ତା ପାଇଁ ବହୁତ ବଡ଼ ଉପହାର। କଳାକାରକୁ ଗୋଟେ ପଇସା ମିଳେ ନାହିଁ, କଳାକାର ଆପଣଙ୍କର ଆଶୀର୍ବାଦ ହେଉଛି ତାଙ୍କ ପାଇଁ କରତାଳି। ଅନୁରୋଧ କରିବି ସମର୍ପଣ ପରିବାରର ସମ୍ପାଦକ ଶ୍ରୀଯୁକ୍ତ ତୀର୍ଥବାସୀ ବେହେରା ମହୋଦୟଙ୍କୁ ମଞ୍ଚରେ ମଞ୍ଚାସି ନେବା ପାଇଁ। କରତାଳି କରିବନି। ଡେରାବିଶ ଆସିଛନ୍ତି, ମନେ ରଖିବେ ଡେରାବିଶ ଯାଇଥିଲୁ, ଡେରାବିଶରେ ଭାବ୍ୟ ସମର୍ଥନ ମିଳିଲା ଆମକୁ। ଏହା ପରେ ଅନୁରୋଧ କରିବି ଶ୍ରୀ ଦଧିବାବନଜୀଉ ରାମଲୀଳା ନାଟ୍ୟ ପରିଷଦର ସଭାପତି ଶ୍ରୀଯୁକ୍ତ ସଞ୍ଜୟ ସାହୁ ମହୋଦୟଙ୍କୁ ମଞ୍ଚରେ ମଞ୍ଚାସି ନେବା ପାଇଁ ଅନୁରୋଧ କରିବି। ଶ୍ରୀଯୁକ୍ତ ବିଶ୍ୱମୋହନ ଦାସ ମହୋଦୟଙ୍କୁ ମଞ୍ଚରେ ମଞ୍ଚାସି ନେବା ପାଇଁ। ଜୋରଦାର କରତାଳି। ଧନ୍ୟବାଦ। ମନେ ରଖିଛନ୍ତି ତାଳି ପାଇଁ। ଧନ୍ୟବାଦ। ଏହା ପରେ ଆମ ଗହଣରେ ସେହି ସମର୍ପଣ ପରିବାରର ବରିଷ୍ଠ ସଦସ୍ୟମାନେ ଅଛନ୍ତି, ସେମାନଙ୍କୁ ମଧ୍ୟ ମଞ୍ଚକୁ ନ ଡାକିଲେ ଆମକୁ ଭଲ ଲାଗିବନି। ପ୍ରଥମେ ଅନୁରୋଧ କରିବି ଶ୍ରୀଯୁକ୍ତ ମହେନ୍ଦ୍ର ମହାନ୍ତି ମହୋଦୟଙ୍କୁ ମଞ୍ଚରେ ମଞ୍ଚାସି ନେବା ପାଇଁ। ଶ୍ରୀଯୁକ୍ତ ଶିବପ୍ରସାଦ ଲେଙ୍କା ମହୋଦୟ, ଶ୍ରୀଯୁକ୍ତ ଅନିରୁଦ୍ଧ ଦାସ ମହୋଦୟ, ଶ୍ରୀଯୁକ୍ତ ତୁଷାରକାନ୍ତ ବାରିକ ମହୋଦୟ। ଜୋରଦାର କରତାଳି। ତଳତାଳି କମି ଯାଉଛି। ଡେରାବିଶ ଆସିବ, ତାଳି ମିଳିବନି ମାନେ ଏଇଟା ମୁଁ କେବେ ଆଶା କରିନି। ସବୁବେଳେ କଳାକାରକୁ ସମ୍ମାନ ଦେଇଥାନ୍ତି ଡେରାବିଶର ଏହି ଦର୍ଶକ ମାନେ। ଆପଣମାନେ ନିଜ ପାଇଁ ଗୋଟେ ଜୋରଦାର କରତାଳି ଦିଅନ୍ତୁ, କାରଣ ଏତେ ରାତି ଉଜାଗର ହେଇ ରାମଲୀଳା ଦେଖୁଛନ୍ତି। ପ୍ରଥମେ ମୁଁ ଅନୁରୋଧ କରିବି ରାମଲୀଳା ନାଟ୍ୟ ପରିଷଦର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ମହୋଦୟଙ୍କୁ ସେ ପ୍ରଥମେ ସମର୍ପଣ ପରିବାରର ଯେ ମୁଖ୍ୟ ଉପଦେଷ୍ଟା ଅଛନ୍ତି ଶ୍ରୀଯୁକ୍ତ ତ୍ରିଲୋଚନ ନାୟକଙ୍କୁ ସମର୍ଥିତ କରିବା ପାଇଁ। ଶ୍ରୀଯୁକ୍ତ ସଞ୍ଜୟ କରତାଳି ଦିଅନ୍ତୁ। କଳାକାର ପାଇଁ କେବେ କରତାଳି କମ ପଡ଼ିଯିବନି। ଅନୁରୋଧ କରିବି ଶ୍ରୀଯୁକ୍ତ ବିଶ୍ୱମୋହନ ଦାସ ମହୋଦୟଙ୍କୁ ଶ୍ରୀଯୁକ୍ତ ତୀର୍ଥବାସୀ ବେହେରା ମହୋଦୟଙ୍କୁ ସମ୍ପାଦିତ କରିବା ପାଇଁ ଯିଏ ସମ୍ପାଦକ ଅଛନ୍ତି। ଲୋକକଳାର ଏହି ବ୍ୟକ୍ତି ମାନେ ଓଡ଼ିଶାରେ ବୁଲି ବୁଲି ପ୍ରମୋଟ କରୁଛନ୍ତି, ତେଣୁ ତାଙ୍କ ପାଇଁ କରତାଳି କେବେ କମିବା ଦରକାର ନାହିଁ। ସମସ୍ତ ସଦସ୍ୟଙ୍କୁ ସମର୍ଥିତ କରିବା ପାଇଁ ଅନୁରୋଧ କରିବି ଶ୍ରୀଯୁକ୍ତ ବିଶ୍ୱମୋହନ ଦାସ ମହୋଦୟଙ୍କୁ। ଜୋରଦାର କରତାଳି କମି ଯାଉଛି। ଏହା ପରେ ମୁଁ ଶ୍ରୀଯୁକ୍ତ ତୀର୍ଥବାସୀ ବେହେରା ମହୋଦୟଙ୍କୁ ମୋର ମାଇକ୍ରୋଫୋନ ଦେବି। ସେ ତାଙ୍କର ଜଣି ବିଷୟରେ କହିବେ, ତାଙ୍କର କାର୍ଯ୍ୟକ୍ରମ ବିଷୟରେ ଆପଣମାନଙ୍କୁ କହିବେ, ନିଶ୍ଚିତ ଭାବରେ ଭଲ ଲାଗିବ। ଶ୍ରୀଯୁକ୍ତ ତୀର୍ଥବାସୀ ବେହେରା ମହୋଦୟ। धन्यवाद अनुप भाई। श्री श्री दधिबाबनजीउ रामलीला नाट्य परिषद दीर्घ वर्ष अनुष्ठान डेराबिश केन्द्रापड़ा अंचल रामलीला तत्पर था
এই অঞ্চলর গ্রামবাসী মুরব্বী যুবক এবং সমস্ত নেতৃমণ্ডলী ମଧ୍ୟ ଆପଣଙ୍କର ଏଠି ତତ୍ପର ଥାନ୍ତି এই ରାମଲୀଳା ପରିବେଷଣ କରିବା ପାଇଁ। ମୁଁ ଯଦି ଭୁଲ କହୁଥାଏ ସ୍ୱୟଂ ମା ଏଠି ବିରାଜିତ ଅଛନ୍ତି ଲୀଳାକୁ ଦେଖିବା ପାଇଁ। ଗୋଟେ ବଡ଼ ଖୁସି ଲାଗିଲା। ଏତେ ମଞ୍ଚ ଯାଇଛି ଓଡ଼ିଶା ସାରା ମହାବୀର ଚିତ୍ରାଳୟ ମଧ୍ୟ ଆମ ସହ ବହୁତ ଅନୁଷ୍ଠାନରେ ଦେଖା ହୁଅନ୍ତି, କିନ୍ତୁ ଏଭଳି ଏକ ନିଆରା ଅନୁଷ୍ଠାନ ଆପଣ ସତ ଭାବନ୍ତୁ। ମାଙ୍କର ସ୍ୱୟଂ ଏଠି ବିରାଜମାନ ମା ଏଠି ନିଜେ ଅଛନ୍ତି, ମା ଲକ୍ଷ୍ମୀ ଏ ଲୀଳା ପରିବେଷଣ ଦେଖୁଛନ୍ତି। ଏ କଥା ଶୁଣିଲା ପରେ ଆମକୁ ଏତେ ଖୁସି ଲାଗିଲା ଯେ ଆମେ ଏଭଳି ଏକ ମଞ୍ଚରେ ଆଜି 2 ଜଣ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧିତ କରିବୁ। ଦୂର ବାଟରୁ ଆସିଛୁ ସତ, କିନ୍ତୁ କ'ଣ ପାଇଁ ଆସିଛୁ ସେ କଥା ବି ଆପଣମାନେ ଟିକେ ଜାଣି ରଖିବା ଦରକାର। ଧୀରେ ଧୀରେ କଳା ସଂସ୍କୃତି ବୁଡ଼ିଗଲାଣି। ଯୁବକମାନେ ପିଲାମାନେ ଏବେ ମୋବାଇଲରେ ଲିପ୍ତ। ସତ ନା ମିଛ ଆଜ୍ଞା? ମୋବାଇଲ ଛାଡ଼ିଦେଲେ ସେମାନେ ବଞ୍ଚି ପାରୁନାହାନ୍ତି। କିନ୍ତୁ ଏ ଲୀଳା କରିବ କି? ଆପଣମାନେ ଦେଖନ୍ତୁ ଏଠି 40 ଜଣ ପାଖାପାଖି କଳାକାର ମାନେ ଅଛନ୍ତି। ସେମାନଙ୍କ ମଧ୍ୟରୁ କିଛି ମଧ୍ୟ ବୟସ୍କ ହେଲେଣି, ଯେମିତି ରିଟାୟାରମେଣ୍ଟ ଦରକାର ଚାକିରି ବେଳେ, ସେମିତି ଲୀଳା ପରିବେଷଣ ବେଳେ ମଧ୍ୟ କିଛି କିଛି କଳାକାର ମାନଙ୍କୁ ରିଟାୟାରମେଣ୍ଟ ଦିଆଯାଏ। କିନ୍ତୁ ରିଟାୟାରମେଣ୍ଟ ପରେ ପୁଣି ସେ ଜାଗାଟାକୁ ଭର୍ତ୍ତି କରିବା ପାଇଁ ପିଲା ଦରକାର। ମୁଁ ଭାବୁଛି ଏଭଳି ଗାଁରେ ସେଭଳି କିଛି ଅଭାବ ଦେଖାଯିବ ନାହିଁ ଆଗାମୀ ଦିନରେ। କାରଣ ଆପଣଙ୍କର ଏଠି ଯୋଉ ଆଗ୍ରହ ଅଛି, ଆପଣଙ୍କର ଯୋଉ ଉତ୍କଣ୍ଠା ଅଛି ରାମଲୀଳା ପରିବେଷଣ କରିବା ପାଇଁ, ଆମେ ନିଶ୍ଚିତ ଭାବରେ ସମର୍ପଣ ପରିବାର ତରଫରୁ ମୁଁ ଆପଣଙ୍କୁ କୃତଜ୍ଞତା ଆମେ ଧନ୍ୟବାଦ ଜ୍ଞାପନ କରୁଛୁ। ବିଶେଷ କରି এই ଅନୁଷ୍ଠାନର ଯୁବକମାନଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି। ବହୁତ ଅନୁଷ୍ଠାନ ଯାଇଛି, ମୁରବୀ ମାନେ ରୁହନ୍ତି ଆପଣଙ୍କର ବୟସ୍କ ଲୋକ, କିନ୍ତୁ ଏଠି ସଭାପତି ସମ୍ପାଦକ ହେଉଛନ୍ତି ଯୁବକ। ସଭାପତି ସମ୍ପାଦକ ହେଉଛନ୍ତି ଯୁବକ। ଏଇଥିପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଛି ଯେ ଆଗାମୀ ପିଢ଼ିକୁ ଆଣି ଏଠି ବସେଇକିରି କାମ କରିବାର ଅଛି। ତେଣୁ କହିବା କଥା ହେଉଛି ଆମେ ଆମ କଳା ଓ ସଂସ୍କୃତିକୁ ବଞ୍ଚାଇବା ପାଇଁ ଦୀର୍ଘ 18 ବର୍ଷ ହେବ ଅକ୍ଳାନ୍ତ ପରିଶ୍ରମ କରିଛୁ। ଆଉ ଏ ଅକ୍ଳାନ୍ତ ପରିଶ୍ରମ ମଧ୍ୟରେ କଟକର ଆଖପାଖ ଜିଲ୍ଲା ହେଉଛି ଆପଣଙ୍କର କେନ୍ଦ୍ରାପଡ଼ା। କେନ୍ଦ୍ରାପଡ଼ାରେ ଗତ ବର୍ଷ ମଧ୍ୟ ଆମେ ପାଖାପାଖି 9ଟି ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ବା କଳାକାରଙ୍କୁ ଆମେ ସମ୍ବର୍ଦ୍ଧିତ କରୁଥିଲୁ। ଆଜି ସୁଯୋଗ ପାଇଛୁ ଡେରାବିଶ ଠାରେ ଆମେ ଆପଣଙ୍କର 2 ଜଣ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ। ମୁଁ ସମ୍ବର୍ଦ୍ଧିତ କରିବା ପୂର୍ବରୁ ନିବେଦନ ରଖିବି ଆମର এই ଅନୁଷ୍ଠାନର ଗୁରୁ ଶ୍ରୀ ବଳରାମ ମହାପାତ୍ର ମହୋଦୟଙ୍କୁ ଦୟାକରି ଟିକେ ମଞ୍ଚ ଉପରକୁ ଆସିବା ପାଇଁ, ଆଉ ନିଶ୍ଚିତ ଭାବରେ ସ୍ୱର୍ଗତ ଗୁରୁ ଶ୍ରୀ ରଘୁନାଥ ସାହୁଙ୍କୁ ମଧ୍ୟ ମନେ ପକାଇବୁ। ସେ ମଧ୍ୟ ଏଠି ଯେଉଁ ଅନୁଷ୍ଠାନଟି ଗଢ଼ା ହେଇଥିଲା ସେ ମଧ୍ୟ ଏଠି ନିର୍ଦ୍ଦେଶନା ଦେଉଥିଲେ। ଗୁରୁ ଭାବରେ ସେ ତାଙ୍କୁ ନିଜକୁ ପ୍ରତିପାଦନ କରିଥିଲେ। ପରେ ପରେ ନିବେଦନ କରିବି ଆମର ଆଉ ଜଣେ ବରିଷ୍ଠ ସଦସ୍ୟ ଶ୍ରୀ ଅନନ୍ତ କିଶୋର ବେହେରା ମହୋଦୟଙ୍କୁ ଦୟାପୂର୍ବକ ଟିକେ ମଞ୍ଚ ଉପରକୁ ଆସିବା ପାଇଁ। ସଭାପତି ସଞ୍ଜୟ ବାବୁ, ସମ୍ପାଦକ ମନୋରଞ୍ଜନ ବାବୁ ଆମ ସହ ଏଠି ଉପସ୍ଥିତ ଅଛନ୍ତି। ଆଜି ଯେଉଁ 2 ଜଣ ବରିଷ୍ଠ କଳାକାରଙ୍କୁ ଆମେ ଏଠି ସମ୍ବର୍ଦ୍ଧିତ କରିବୁ ତାଙ୍କୁ ମୁଁ ନିମନ୍ତ୍ରଣ କରିବା ପାଇଁ ଚାହିଁବି। ସେ ହେଲେ ଶ୍ରୀ କରୁଣାକର କର ମହୋଦୟ ଏବଂ ଶ୍ରୀ ସର୍ବେଶ୍ୱର ରାଉତ ମହୋଦୟ। ମୁଁ ଦୟାପୂର୍ବକ 2 ଜଣଙ୍କୁ ନିବେଦନ କରୁଛି ମଞ୍ଚ ପାଖକୁ ଆସିବା ପାଇଁ। ପିଲାମାନେ ରାମଲୀଳା ଭଲ ଲାଗୁଛି? ଭଲ ଲାଗୁଛି? ଏ ସତ କଥା ଜୟ ଶ୍ରୀରାମ କହିଲ ଶୁଭୁନି ଆଉ ଟିକେ ଜୋର ବୋଲ ମର୍ଯ୍ୟାଦା ପୂଜ୍ୟ ଶ୍ରୀ ରାମଚନ୍ଦ୍ର ଭଗବାନ କି। ଧନ୍ୟବାଦ। ଏବେ ଆମର 2 ଜଣ ଯୋଉ କଳାକାର ଆମେ ଏଠି ସମ୍ବର୍ଦ୍ଧିତ କରିବୁ ସେ ହେଲେ ଶ୍ରୀ କରୁଣାକର କର, ଶ୍ରୀ ସର୍ବେଶ୍ୱର ରାଉତ। ପ୍ରଥମେ ମୁଁ ନିବେଦନ କରିବି କଳାକାର ଶ୍ରୀ କରୁଣାକର କର ମହିରାବଣ ଚରିତ୍ରରେ ସେ ଅଭିନୟ କରନ୍ତି। ମୁଁ ନିବେଦନ କରିବି ତାଙ୍କୁ ସେ ଯେଉଁ ଚରିତ୍ରରେ ଅଭିନୟ କରନ୍ତି ଗୋଟିଏ ଛୋଟିଆ ଡାଇଲଗଟି ଆମକୁ ଶୁଣିବା ପାଇଁ। ଉପସ୍ଥିତ ସିନ୍ଧି ଦର୍ଶକ ସମାଜ ତଥା
ଆମ ପାଖରେ ଆସି ପହଞ୍ଚିଛନ୍ତି ଓ ଅତି ଆନନ୍ଦର କଥା ସମ୍ପର୍କ ପରିବାରର ସଭାପତି ସମ୍ପାଦକ ଏବଂ ବରିଷ୍ଠ ସଦସ୍ୟମାନେ ତଥା ଆମ ଏଇ ଯେଉଁ ରାମଲୀଳା ଅନୁଷ୍ଠାନର ସଭାପତି ସମ୍ପାଦକ ଏବଂ ବରିଷ୍ଠ କଳାକାର ମୋତେ ମୁଁ ତ ଆସିକି ଦୀର୍ଘ 52 ବର୍ଷ ହେଲା ଏ ମଞ୍ଚରେ ନାଟକ ମଞ୍ଚସ୍ଥ କରି ଆସୁଛି। ଗତ ବର୍ଷ ମୁଁ ସିଧାସଳଖ ନାହିଁ କରିଥିଲି ଯେ ମୁଁ ଆଉ ପାରିବି ନାହିଁ, ଆଗାମୀ ବର୍ଷକୁ ମୁଁ ଆଉ କରିପାରିବି ନାହିଁ। ଯାହା ହଉ ସେ ମୋର ଇଷ୍ଟ ଦଧିବାବନ୍ଧୁ ଏବଂ ଆପଣମାନଙ୍କର ଆଶୀର୍ବାଦରୁ ମୁଁ ଆଜି ଏ ମଞ୍ଚ ଉପରେ ଆସିକି ପୁଣି ଥରେ ପହଞ୍ଚି ଆପଣମାନଙ୍କର ଆଶୀର୍ବାଦ ରହିଲେ ତ ଆଗାମୀ ଦିନରେ ମୋର ଅଭିନୟ ଅଛି ସେ ଅନ୍ୟକୁ ଏଠି ପରିବେଷଣ କରିପାରିବି ବୋଲି ଆଶା ରଖିଛି। ଯାହା ହଉ ସମ୍ପର୍କ ପରିବାର ତରଫରୁ ସଭାପତି ମହୋଦୟ କହିଛନ୍ତି ମୋତେ ଗୋଟେ ଡାଇଲଗ୍ କହିବାକୁ। ମୁଁ ଡାଇଲଗ୍ କହିବି ତ, ଏ ହେଉଛି ରାତ୍ରର ପ୍ରଥମ ପ୍ରହର। ଏହି ପ୍ରଥମ ପ୍ରହରରେ ମୁଁ ଅଯୋଧ୍ୟାର ରାଣୀ କୌଶଲ୍ୟାଙ୍କ ବେଶ ଧାରଣ କରି ସେଇ ଜଟାଧାରୀ ନିକଟକୁ ଯିବି। ନିଶ୍ଚୟ ନିଶ୍ଚୟ ମୁଁ ତାଙ୍କ ସଙ୍ଗତରେ ବାନ୍ଧି ଆଣିବି। ରେ ବରକତ, ତୁ କ'ଣ କରିପାରିବୁ? ମୁଁ ଅପେକ୍ଷା କରି ରହିଛି। ଆପଣମାନଙ୍କର ସେ ଆଶୀର୍ବାଦ ଦୟା ଥିବାରୁ ମୁଁ ଆଜି ପୁଣି ଥରେ ଆପଣଙ୍କ ନିକଟରେ ମଞ୍ଚ ଉପରକୁ ଆସିଛି। এই ଯେଉଁ ସମ୍ପର୍କ ପରିବାର ଦୀର୍ଘ 18 ବର୍ଷ ଧରି ବର୍ତ୍ତମାନ ପ୍ରୟାସ ଜାରି ରଖିଛି। এই ଯେଉଁ ବିଲୁପ୍ତ ହୋଇଯାଉଛି ଯେଉଁ ସାହିତ୍ୟ କଳା ସଂସ୍କୃତି ତାକୁ ଜାରି ରଖିବା ପାଇଁ କେମିତି ସେ ଆଗାମୀ ଦିନରେ ଜାରି ରହିବ ସେ ବିଷୟରେ ସେ ପ୍ରୟାସ ଜାରି ରଖିଛନ୍ତି। ମୁଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇ ମୋର ବକ୍ତବ୍ୟ ଶେଷ କରୁଛି। धन्यवाद। एवं श्री सर्वेश्वर राउत महोदय को निवेदन करी से विभीषण चरित्र में अभिनय करती गोटे छोटिया डायलॉग टी कहवा हे प्रभु श्री राम, मुझे लंकार अधीश रविंग सभाओं पवित्र भक्त से पापी से पंचवटी अलंकार जनक रविंग को चढ़ाई मिला। मैं अनुरोध करी कोइली भाई तुम्हें जनक रविंग को फेराई दे भाई, तुम्हें जनक रविंग को किंतु प्रभु से मैं बता प्रति रूप के बड़ा पड़ी धन्यवाद। एवं निवेदन करुच्ची मुख्य उपदेष्टा त्रिलोचन नायक महोदय को एवं आम वरिष्ठ सदस्य महेंद्र महाती महोदय को 2 जन कलाकार को प्रथम उत्तर दे सम्मानित करने। सम्मान पत्र प्रदान करने पूर्व निश्चित भाव में पाठ करने चाहिए। समर्पण परिवार सम्मान पत्र 2025 सम्माननीय श्री सर्वेश्वर राउत, सम्माननीय श्री करुणाकर कर महोदय
ମହାଶୟ ଆପଣ ଜଣେ ଉଚ୍ଚକୋଟୀର ଶ୍ରୀରାମଲୀଳା କଳାକାର ଭାବରେ ସମଗ୍ର ଓଡ଼ିଶାରେ ସୁପରିଚିତ, ଆଦର୍ଶ ପରୋପକାରୀ ଭାବରେ ସର୍ବତ୍ର ପରିଚିତ। ଅଭିନୟ କ୍ଷେତ୍ରରେ ଆପଣ ଯେପରି ଅଙ୍ଗୀକାରବଦ୍ଧ, ଅଗଣିତ ଦର୍ଶକଙ୍କର କରତାଳି ହିଁ ଆପଣଙ୍କ ପାଇଁ ପୁରସ୍କାର। ଆପଣ ନିର୍ବିକାର ସ୍ଥିତପ୍ରଜ୍ଞ, ଆପଣ ଜଣେ ଦକ୍ଷ କଳାକାର ଭାବରେ ଦୀର୍ଘ ବର୍ଷ ଧରି କଳା ଜଗତକୁ ଆପଣଙ୍କର ଅବଦାନ ଅବିସ୍ମରଣୀୟ। ଆପଣଙ୍କର ପରିଚୟ ଆପଣ ନିଜେ। କଳା ରାଜ୍ୟର ଆପଣ ଏକ ପ୍ରେରଣାର ଉତ୍ସ। କଳାର ସାମୂହିକ ବିକାଶ ପାଇଁ ଆପଣଙ୍କର ପ୍ରଚେଷ୍ଟା ଅବିସ୍ମରଣୀୟ, ପ୍ରଶଂସନୀୟ ଓ ଅଭିନନ୍ଦନୀୟ। ରାମାୟଣ ଓ ଶ୍ରୀରାମ ଲୀଳାର ପ୍ରସାର ପ୍ରଚାର ଓ ଅଭିନୟ କ୍ଷେତ୍ରରେ ନିଜକୁ ନିୟୋଜିତ କରି ଆପଣ ଯେଉଁ କଳାର କୋଣାର୍କ ଗଢ଼ିଛନ୍ତି, ସେହି ସଫଳତା ସ୍ମାରକୀ ସ୍ୱରୂପ ସମର୍ପଣ ପରିବାର ଆପଣଙ୍କର ସମସ୍ତ କୃତିତ୍ୱକୁ ସମ୍ମାନ ଜଣାଇ ଆଜିର ଏହି ମହୋତ୍ସବ ଅବସରରେ ଆପଣଙ୍କୁ ସମ୍ମାନ ପ୍ରଦାନ କରିବା ସହିତ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ନିକଟରେ ଆପଣଙ୍କର ଦୀର୍ଘ ନିରାମୟ ଜୀବନ କାମନା କରୁଅଛି। ଆପଣଙ୍କର ସମର୍ପଣ ପରିବାର, ପୋତା ପୋଖରୀ, କଟକ। ଏବେ ନିବେଦନ କରିବି ଆମର ଶ୍ରୀ ଶ୍ରୀ ଦଧିବାବନଜୀ ରାମଲୀଳା ନାଟ୍ୟ ପରିଷଦ ଡେରାବିଶ କେନ୍ଦ୍ରାପଡ଼ାର ଯେ ଅଛନ୍ତି ଗୁରୁ ବଳରାମ ମହାପାତ୍ର ମହୋଦୟ ଏବଂ ସଭାପତି ଶ୍ରୀ ସଞ୍ଜୟ କୁମାର ସାହୁ ମହୋଦୟ ସେ ମିଳିତ ଭାବରେ ସମ୍ମାନନୀୟ ଶ୍ରୀ କରୁଣାକର କରଙ୍କର ଯେଉଁ ସମ୍ମାନ ପତ୍ରଟି ଅଛି ତାଙ୍କ ହସ୍ତରେ ପ୍ରଦାନ କରିବେ। ମା ମାନେ ହୁଳହୁଳି ଜାଣିଛନ୍ତି? ଧନ୍ୟବାଦ। ଆଉ ଟିକେ ଜୋର ହବ ହୁଳହୁଳି। ଧନ୍ୟବାଦ। ଏବେ ମୁଁ ନିବେଦନ କରିବି ବରିଷ୍ଠ ସଦସ୍ୟ ଶ୍ରୀ ଅନନ୍ତ କିଶୋର ବେହେରା ଏବଂ ଆମର ସମ୍ପାଦକ ମନୋରଞ୍ଜନ ନଡ଼ା ମହୋଦୟଙ୍କୁ ଉଭୟ ଆମର ସମ୍ମାନନୀୟ ଶ୍ରୀ ସର୍ବେଶ୍ୱର ରାଉତଙ୍କର ଯେଉଁ ସମ୍ମାନ ପତ୍ରଟି ଅଛି ତାଙ୍କ ହସ୍ତରେ ପ୍ରଦାନ କରିବେ। पुनर्बार यदि भगवान आशीर्वाद थाए निश्चित भाव आसंता वर्ष मध्य आम दुई जन वरिष्ठ कलाकार को ये संबर्धित करूँ। आशा रखू माँ मान विशेषकर निवेदन रखी आपण मान पिला ये रामलीला परिवेषण करने अनुष्ठान टी छाड़, कारण ये अनुष्ठान टी बढ़ेवा हेले आपण मान पिला निहाती आवश्यक आपण मान आग्रह आवश्यक। माँ मैंने यदि संस्कार शिखेबार अच्छी रामलीला अनुष्ठान शिखेबार अच्छी, जदि किसी भूल त्रुटि थाए आम ये संशोधन करें। जदि खाली मनीष या टंका छपा मेसीन या तो आम के आम परंपरा आमर ये संस्कृति को अच्छी बचाई पार ना। मु निवेदन करी पाठपढ़ा सहित किसी साठ शिखा दरकार पिला माने। आदि साठ शिखे कौन जगार से हार मानवे ना। तेणु मो कथार जी सहमत था भाई मैंने हुड़हुड़ी देवे, माँ मैंने हरिबोल देवे। आमको आज सुजोग देते आम दुई जन वरिष्ठ कलाकार को आज सम्मानित करूँ। आसंता वर्ष यही मंच आम अनुरोध रखुचु आसंता वर्ष मत सुजोग देले पुनर्बार आम आसी दुई जन वरिष्ठ कलाकार को ये संबर्धित करूँ। आसंता 22 तारीख ठारू 30 तारीख पर्यंत गोटे राज्य स्तरीय लोककला लोकनृत्य महोत्सव आयोजन करुच्ची समर्पण परिवार। पाखापाखि 8टी जिलार अनुष्ठान मानक नहीं आम ये लोककला लोकनृत्य महोत्सव करुचु। तेणु निमंत्रण भाव में आम आपण अनुष्ठान को निमंत्रण करुचु। सभापति एवं संपादक यही निमंत्रण पत्रटी को आम मुख्य उपदेष्टा त्रिलोचन नायक ठारू ग्रहण करेंगे। एतिकरे आम समर्पण परिवार जो कार्यक्रम अच्छी आम ये समाप्त करुचु। जय श्री राम, जय श्री राम, जय श्री राम। खूब सुंदर कथा कहले। एते जल्दी मंच रु छाड़िया इच्छा होनी। खूब सुंदर प्रयास कर लोककला को बचाइबा। शेष में अनुरोध करी काली मंच रे रामलीला नाट्य परिषद सभापति श्रीयुक्त संजय साहू महोदय कहते केते
ବାଧାବିଘ୍ନ ସହିବାକୁ ପଡୁଛି ଏ ମଞ୍ଚକୁ ବଞ୍ଚାଇବା ପାଇଁ। ତେଣୁ ଅନୁରୋଧ କରିବି ସେହି ସଞ୍ଜୟ ସାହୁ ମହୋଦୟଙ୍କୁ ସମର୍ପଣ ପରିବାରର এই যে প্রয়াস জারি রয়েছে অনুষ্ঠান মানক যাই সেঠারে কলাকার মানক সম্বর্ধিত করিবা লোককলা को বঞ্চাই রাখিবা এ বিষয়ে দুই পদ কহি ধন্যবাদ সহিত আজির সভাকে সাঙ্গ করিবে। জয় শ্রীরাম। সমর্পণ পরিবার সভাপতি সম্পাদক সেমানଙ୍କର ଯେଉଁ ପ୍ରଚେଷ୍ଟା ଜାରି ରହିଛି ନିଶ୍ଚିତ ଭାବରେ ଉଦୟମାନର ପ୍ରଚେଷ୍ଟା। ତେଣୁ କଳାକୁ ବଞ୍ଚାଇବାକୁ ହେଲେ ନିଶ୍ଚିତ କିଛି ତ୍ୟାଗ କରିବାକୁ ପଡ଼ିଥାଏ। ମୁଁ ଭାବୁଛି ସେ ତ୍ୟାଗ କରିଦେଇଛନ୍ତି। ତେଣୁ ସମସ୍ତଙ୍କୁ ଗୋଟିଏ ଜାଗାକୁ ଡାକିକି କିଭଳି ଭାବରେ ଓଡ଼ିଶାରେ ମାନେ ରାମଲୀଳା ସେମିତି ଚାଲୁ ରହିବ ସବୁଆଡ଼େ, ସେଇ ପ୍ରଚେଷ୍ଟା ତାଙ୍କର ଜାରି ରହୁ। ଏବଂ ଏଠିକି ଆସିଥିବାରୁ ଆମେ ମଧ୍ୟ ନିଜକୁ ଧନ୍ୟ ମନେ କରୁଛୁ। ସେ ଏତେ ସୁଦୂର କଟକରୁ ଆମକୁ ଡେରାବିଶି ଆସିଛନ୍ତି, ତେଣୁ ଆମେ ତାଙ୍କୁ କିଛି ସମୟ ଦେଇଛୁ। ତେଣୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଦଧିବାବନ ଯେଉଁ ରାମଲୀଳାର ସମସ୍ତ ପରିବାର ତାଙ୍କୁ ଧନ୍ୟବାଦ ଦେଉଛି। ସେ ଆସନ୍ତା ବର୍ଷ ମଧ୍ୟ ଆସିବେ। 2 ଜଣ ଲେଖା କଳାକାରକୁ ବରିଷ୍ଠ କଳାକାରକୁ ସମ୍ମାନିତ କରିବେ। ତେଣୁ ତାଙ୍କର ଏହି ପ୍ରୟାସ ଜାରି ରହିଥାଉ। ଦଧିବାବନ ଯେଉଁ ରାମଲୀଳା ଯେଉଁ ପ୍ରତିଷ୍ଠାଟି ହେଉଛି ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏମିତି ଆସିଥାନ୍ତୁ 2 ଜଣ ବରିଷ୍ଠ କଳାକାରକୁ ସମ୍ବର୍ଦ୍ଧିତ କରିଥାନ୍ତୁ। ଜୟ ଦଧିବାବନଜୀ, ଜୟ ଦଧିବାବନଜୀ, ଜୟ ଦଧିବାବନ। ଏଥିରେ ସଭା ସଂଘ କରାଗଲା।